ମାର କୃପା ହେଲେ ମା ଅସମ୍ଭବ ସମ୍ଭବ ହେଇଯାଏ। ଆପଣ ଆଶ୍ଚର୍ଯ୍ୟ ହେବେ ମା ଏଭଳି ଏକ ସୁନ୍ଦର ବିଷୟଟି ଆପଣ ମାନଙ୍କୁ ଏ ଅଧମ ଆଜି କହିବ। ମା ନାମେ ଯେଉଁ ଅକ୍ଷର ଦୁଇ ତାଠୁ ଅକ୍ଷର ଜଗତ ମା ହାତ ରନ୍ଧା ତୁଚ୍ଛା ଭାତ ଥାଳି ଲାଗଇ ସେ ତ ଅମୃତଠୁ ବଳି। ବେଳେ ବେଳେ ମା ଏମିତି କୃପା କରେ ଅସମ୍ଭବ ମା ସମ୍ଭବ ହେଇଯାଏ। ଆପଣ ମାନଙ୍କର ଗଞ୍ଜାମ ଖଲିକୋଟର ରାଜା ମା ଅନେକ ଦିନ ଧରି ଅପତ୍ରିକ ଥାନ୍ତି। ଆଉ ଯେତେବେଳେ ଅପତ୍ରିକ ଥାନ୍ତି ମା ଗୋଟିଏ ବର୍ଷ ନୁହଁ 2 ବର୍ଷ ନୁହଁ 12 ବର୍ଷ ହେଇଗଲା। ଆଉ ମା 12 ବର୍ଷ ହେଲାଣି ଅପତ୍ରିକ ଥାନ୍ତି। ମା ଗଞ୍ଜାମର ରାଜା ରାଣୀ ଦିନେ ରାତି ଅଧରେ ମା କେତେ ବା ଆଉ ରାଣୀ ମା ଅନ୍ୟର କଥାକୁ ଶୁଣିବେ। ଅପତ୍ରିକ ନାରୀ ଯେଉଁ ଡାଳକୁ ଧରେ ସେ ଡାଳ ଭାଙ୍ଗି ପଡ଼ଇ ଅପତ୍ରିକ ନାରୀ ଯେଉଁ ଦେଉଳେ ଯାଏ ଦେଉଳେ ଦିଅଁ ଲୁଚଇ। ଲୋକ କଥା ଅଛି ମା। ଏ କଥାକୁ ଯେତେବେଳେ ମା ଶୁଣିଛନ୍ତି ସେତେବେଳେ ମା ଧାର ଧାର ଆଖିରୁ ଲୁହ ଗଡ଼ି ପଡ଼ିଲା। ମା କାହାର? ମା ରାଣୀଙ୍କର। ରାତି ଅଧରେ ମା ବାହାରି ପଡ଼ିଲେ ମା ଆତ୍ମହତ୍ୟା କରିବାକୁ ରାଣୀ। ଆଉ ଯେତେବେଳେ ଆତ୍ମହତ୍ୟା କରିବାକୁ ବାହାରି ପଡ଼ିଛନ୍ତି ମା ରାଜା ଶୋଇଛନ୍ତି ରାଣୀ ମା ଲୋ ଉଠି ପଡ଼ିଲେ। ଆଉ ଯେତେବେଳେ ଉଠି ପଡ଼ିଲେ ମା ହାତ ଯୋଡ଼ି ସ୍ୱାମୀକୁ ଏ 7 ଜନ୍ମର ସାଥୀ ହେବା ପାଇଁ ବିବାହ ବନ୍ଧନରେ ସ୍ୱାମୀ ସ୍ତ୍ରୀ ବାନ୍ଧି ହୁଅନ୍ତୁ। ହେଲେ ଅନ୍ୟର ଟାହିଟା ପରା ମୁଁ ସହିପାରୁନି। ଏବେ ତମକୁ ଛାଡ଼ି ମତେ ମରିବାକୁ ପଡ଼ିବ। ମା ରାଣୀ ଯେତେବେଳେ ରାତି ଅଧରୁ ଉଠିକି ଯାଉଛନ୍ତି ଭାରି ସେଇ ସମୟ ଭିତରେ ରାଜାଙ୍କର ନିଦ ଭାଙ୍ଗିଗଲା। ରାଣୀଙ୍କ ହାତକୁ ମାଡ଼ି ବସିଲେ କହିଲେ କୁଆଡ଼େ ଯାଉଛ? ରାଣୀ କହିଲେ ମରିବାକୁ ଯାଉଛି। ନା ଛାଡ଼ିକି ମରିବାକୁ ଯାଉଛ ନା? ଏକୁଟିଆ କାହିଁକି ମରିବ? ଯଦି ଆମେ 7 ଜନ୍ମର ସାଥୀ ହେବା ପାଇଁ ବେଦୀ ଉପରେ କଥା ହେଇଥିଲେ, ଯଦି 7 କଳସକୁ ମାଡ଼ି ସ୍ୱାମୀ ସ୍ତ୍ରୀର ସମ୍ପର୍କ ହୁଏ, ହେଲେ ତମେ ମତେ ଏକା ଛାଡ଼ିକି ଚାଲି ଯାଉଛ ନା? ଜାଣିଛ ଦାମ୍ପତ୍ୟ ଜୀବନ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଗୋଟିଏ ହଳ ଚପଲ ଭଳି। ଗୋଟିଏ ପଟ ହଜିଗଲେ ଆଉ ଗୋଟିଏ ପଟ ମୂଲ୍ୟହୀନ ହେଇଯାଏ। ତମେ ମୋତେ ଛାଡ଼ି ମୂଲ୍ୟହୀନ ହବା ପାଇଁ ଛାଡ଼ି ଚାଲି ଯାଇଛ ନା? ଯଦି ମରିବା ଆମେ ସାଙ୍ଗ ହେଇକି ମରିବା। କୁହାଯାଏ ପରା ସ୍ୱାମୀ ସ୍ତ୍ରୀ ଦୁଃଖ ସୁଖକୁ ବାଣ୍ଟି ଦିଅନ୍ତି। ଆଉ ଏକୁଟିଆ କେମିତି ସ୍ୱାର୍ଥପର ହେଇ ମୋତେ ଛାଡ଼ି ଦେଇ ତମେ ମରିବା ପାଇଁ ଯାଉଛ? ଆତ୍ମହତ୍ୟା ଠାରୁ ମହାପାପ ସଂସାର ଭିତରେ ନାହିଁ। ଯଦି ମରିବା ଆମେ ସାଙ୍ଗ ହେଇ ମରିବା। ଆଉ ଯଦି ବଞ୍ଚିବା ଦୁଃଖ କଷ୍ଟକୁ ସହିକି ସାଙ୍ଗ ହେଇ ବଞ୍ଚିବା। ମୋ ମୁଣ୍ଡରେ ତୁମେ ହାତ ଦେଇ କୁହ ଆଉ ଏଭଳି ନିଷ୍ପତ୍ତି କେବେ ନବନି। ମୋତେ କେବେ ଅଲଗା କରିବନି। ରାଜା ରାଣୀ ପରସ୍ପର ଆଖିରୁ ଲୁହ ଗଡ଼େଇବା କାନ୍ଦିବାକୁ ଲାଗିଲେ। ରାତି ପାଇ ସକାଳ ହେଲା। ପୁତ୍ର ସନ୍ତାନ ନାହିଁ ବୋଲି ମା ଦୁଃଖ। ଏହି ସମୟରେ ସକାଳ ଯେମିତି ହୋଇଛି ଜଣେ ବ୍ରାହ୍ମଣ ଦେବତା ମା ଆସି ପହଞ୍ଚିଲେ। ଆଉ ଯେତେବେଳେ ବ୍ରାହ୍ମଣ ଦେବତା ଆସି ପହଞ୍ଚିଲେ ରାଣୀ ରାଜାଙ୍କୁ କହିବାକୁ ଲାଗିଲା, ଦେଖ ଆମ ପାଖରେ ଜଣେ ବ୍ରାହ୍ମଣ ଦେବତା ଭିକ୍ଷାର୍ଥୀ ଆସିଛନ୍ତି। ଆମେ ଚାଲ ତାଙ୍କୁ ପ୍ରଣାମ କରିବା, ଯଥାଯୋଗ୍ୟ ଦାନ ଦେଇ ତାଙ୍କ କୃପା ଭିକ୍ଷା କରିବା। ରାଜାରାଣୀ ଶୀଘ୍ର ମା ବ୍ରାହ୍ମଣ ଦେବତାଙ୍କ ପାଖକୁ ପଳେଇଗଲେ। ଶାସ୍ତ୍ର ମା ଓଡ଼ିଆ ଭାଗବତରେ ଅତି ସୁନ୍ଦର ପଦରେ ଦିଆଯାଇଛି। ମା ଯଦି ସଂସାର ଭିତରେ ଆପଣ ଦେବତା ମାନଙ୍କ ଋଣ ସୁଝିବା ପାଇଁ ଚାହାନ୍ତି, ମଣିଷ ଉପରେ ଦେବ ଋଣ ଅଛି ନା? ମନେ ରଖିଥାନ୍ତି 2ଟି ବାଟରେ ଦେବ ଋଣ ସୁଝିଯିବ। ଗୋଟିଏ ହଉଛି ଯଜ୍ଞ, ଆଉ ଗୋଟିଏ ହଉଛି ମା ବ୍ରାହ୍ମଣ ଭୋଜନ। ଯଜ୍ଞରେ ବିପ୍ରମାନେ କଣ ଘୃତାହୁତି ଦେଇ କଣ କହୁଛନ୍ତି? ମା ସ୍ୱାହା। ବ୍ରାହ୍ମଣ ଭୋଜନ ପରେ କହିବେ ଆହା
ବଢିଆ ଖାଇବାଟା ହେଇଥିଲା ନାଇଁ ନା ବ୍ରାହ୍ମଣ ଯଦି ଖାଇ ସାରିଲା ପରେ କହିବ ଆହା କି ସୁନ୍ଦର ଭୋଜନ ଜାଣନ୍ତୁ ଆପଣଙ୍କର ଦେବଋଣ ସୁଝିଗଲା ଯଜ୍ଞରେ ସ୍ୱାହା ବ୍ରାହ୍ମଣ କହିବେ ଆହା ବୋଲ ଆନନ୍ଦେ କବାର ଆପଣଙ୍କର ଦେବତା ମାନଙ୍କ ଋଣ ସୁଝିଗଲା ଏ କଥା ମୁଁ କହୁନି ଓଡିଆ ଭାଗବତର ଅତି ସୁନ୍ଦର ଭାବରେ ଦିଆଯାଇଛି କଣ କହିଲେ ମା କହିଲେ ବ୍ରାହ୍ମଣ ମୁଖେ ମୋ ଆହାର ଖଣ୍ଡ ବିପତି ତାହାର ରାଧେ ବିଷ ଭକିଲେ ଜଣେ ମରେ ବ୍ରହ୍ମ ବଂଶ ନାଶ କରି ରାଧେ গোবিন্দ 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 রাধে গোবিন্দ 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 মধু গড়ুচি মকরন্দ କହିଲେ ବିଷ ଭକିଲେ ଜଣେ ମରେ ବ୍ରହ୍ମ ବଂଶ ନାଶ କରେ ମା ଶାସ୍ତ୍ର କହିଲେ ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ୍ୟ ହିତାୟ ଜଗତ ହିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମୋ ଆଉ ଆଜି ଚାଲ ସେ ବ୍ରାହ୍ମଣଙ୍କ ପାଦରେ ପଡି ଗୁହାରି କରିବା ହୁଏତ ବ୍ରାହ୍ମଣଙ୍କର ଯଦି କୃପା ହୁଏ ଆମର ଅପୁତ୍ରିକ ଦୋଷ ତ କଟିଯିବ ମା ରାଜାରାଣୀ ଦୁଇ ଜଣ ବ୍ରାହ୍ମଣଙ୍କର ପାଦ ତଳେ ପଡି ଗୁହାରି କରିବାକୁ ଲାଗିଲେ ବ୍ରାହ୍ମଣ ଦେବତା ପଚାରିଲେ କହିଲେ ହେ ରାଜନ ତମ ମୁହଁ ଶୁଖି ଯାଇଛି ରାଣୀ ବି କାନ୍ଦୁଛନ୍ତି କଣ ହେଇଛି ନା 12 ବର୍ଷ ହେଇଗଲା ଆମର ପୁତ୍ର ସନ୍ତାନ ନାହିଁ ଏଇ ସମୟରେ ବ୍ରାହ୍ମଣଙ୍କ ପାଟିରୁ ବାହାରି ଆସିଲା ଏଇ ଗୋଟିଏ କଥା ପାହାଡ ଖୋଲରେ ମୋ ମାଙ୍କୁ ମୁଁ ପୂଜା କରୁଛି ଆଉ ମାର କୃପା ହେଲେ ଅସମ୍ଭବ ଅନେକ ଜାଗାରେ ସମ୍ଭବ ହୋଇଛି ମା ଜଗତ ଜନନୀ ଯଦି କୃପା କରେ ନା ଅସମ୍ଭବ ସମ୍ଭବ ହୁଏ ଆପଣ ନିଅନ୍ତୁ ମୋ ମା ନାରାୟଣୀଙ୍କର ଏଇ ଛଡା ଚନ୍ଦନ ଜଳ ଆଉ ତ ସହିତ ଛୁଆ ଜଳ ମଧ୍ୟ ରହିଛି ଆପଣ ଟିକେ ସ୍ନାନ ଜଳ ପାଆନ୍ତୁ ଗୁଆଟିଏ ମୁଣ୍ଡରେ ଛୁଏଁ ମା ବ୍ରାହ୍ମଣ ଧରେଇ ଦେଲେ କହିଲେ ଆଜି ମାଙ୍କ ପାଖରେ ଗୁଆ ବସିବ ମୋ ମନ କହୁଛି ମା ଚାହିଁଲେ ଅସମ୍ଭବକୁ ସମ୍ଭବ କରେ ସିଏ ପରା ଦୟା ରୂପେଣ ସଂସ୍ଥିତ ମା ଆପଣ ମାନଙ୍କର ଚଣ୍ଡୀରେ କୁହାଯାଏ ସେ କିଏ ମା ହଉଛି କିଏ ମା ଯା ଦେବୀ ସର୍ବଭୂତେଷୁ ଦୟା ରୂପେଣ ସଂସ୍ଥିତା ନମୋତସ୍ସେ 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 নমো নমঃ যা দেবী সর্বভূতেষু ক্ষমা রূপেণ সংস্থিতা নমোতস্সে 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 নমো নমঃ সে দয়া কলা বালা পুଣି মা ক্ষমা কলা বালা মা ଛ ପୁତ୍ରକୁ କଂସ ବାଡେଇ ମାରିଲା ସପ୍ତମ ଗର୍ଭ ହରଣ ହେଲା ଅଷ୍ଟମ ଗର୍ଭରେ ଆସିଲେ ଭଗବାନ କୃଷ୍ଣ ଆସୁ ଆସୁ ମା ବାପାଙ୍କୁ ନିର୍ଦ୍ଦେଶ ଦେଲେ ତାକୁ ଆଣିବ ମୋତେ ଥୋଇ ଏକଥା ନ ଜାଣିବେ କେ ନନ୍ଦପୁରରେ ଜନ୍ମ ହୋଇଥିବା କନ୍ୟାକୁ ବାପା ପାଲଟେଇ ଆଣ ମା ଯୋଗ ମା ୟା ଦୁର୍ଗା ମା ଜନ୍ମ ହୋଇଛନ୍ତି ନନ୍ଦପୁରରେ ବସୁଦେବ ପାଲଟେଇ ଆଣିଲେ ରାତି ପାଇଁ ସକାଳ ହେଲା ଆଉ ଏ ରାତି ପାଇଁ ସକାଳ ହେଲା ବେଳକୁ ମା କନ୍ୟା ବୋବାଳି ଛାଡ଼ିଲେ ମା ଦୂରରେ ଥାଇ କଂସ ଜାଣିଲେ ବନ୍ଦିଶାଳରେ ପୁଅଟିଏ ନୁହେଁ ବରଂ ଝିଅଟିଏ ଜନ୍ମ ହେଇଛି ମା କେମିତି ଜାଣିଲେ କହିଲେ ପୁଅଟିଏ ଜନ୍ମ ହେଲେ କୁଆଁ କୁଆଁ ହବ ଆଉ ଝିଅଟିଏ ଜନ୍ମ ହେଲେ ରା ରା ହବ ତ ସେଥିପାଇଁ ମା ଜାଣିପାରିଲା ମା କଂସ ଝିଅଟିଏ ଜନ୍ମ ହେଇଛି ହେଲେ ଜାଣିଛି କଣ ଇଏ ସାକ୍ଷାତ ଯୋଗମାୟା ମା ମୁଣ୍ଡକୁ ଧରି ଗୋଡକୁ ପିଟୁଥିଲା ନା ଗୋଡକୁ ଧରି ମୁଣ୍ଡକୁ ପିଟୁଥିଲା ଗୋଡକୁ ଧରି ମୁଣ୍ଡକୁ ପିଟୁଥିଲା ଯେତେବେଳେ ମା ଦୁର୍ଗାଙ୍କର ପାଦ ଧରି ମା ପିଟିବାକୁ ଲାଗିଲା ସେଇ ସମୟରେ ମା କଂସର ଖେଳକୁ ଶେଷ କରି ଦେଇଥାନ୍ତେ ମା ଯୋଗ ମାୟା ଦୁର୍ଗା ହେଲେ ମା ଦେବୀ ବିଚାର କଲେ ସ୍ୱଭାବେ କଂସଟା ଅସୁର ହେଇପାରେ ହେଲେ ଧରିଛି ତ ମୋ ପାଦକୁ ନା ଯିଏ ପାଦକୁ ଧରେ ମା ତାକୁ କ୍ଷମା କରିଦିଏ ବୋଲ ଆନନ୍ଦେ ମା ବିଚାର କଲା ସଂସାର ଭିତରେ ଯେଡେ ବଡ ପାପୀ ହଉ ମୋ ପାଦଟାକୁ ତ ଧରିଛେ ନା ଜୀବନରେ ଆପଣ ଯେତେ ପାପ କରନ୍ତୁ ମା ଚରଣାର ବିନ୍ଦ ତଳେ ଯଦି ଶରଣ ଯିବେ ମା ସେ ପାଦକୁ ଯଦି ଧରିବେ ସମସ୍ତ ପାପରୁ ଆପଣ ମୁକ୍ତି ହେଇଯାଆନ୍ତି ସେଥିପାଇଁ ଶାସ୍ତ୍ର କହେ ଯା ଦେବୀ ସର୍ବଭୂତେ क्षमा रूपेण संस्थिता नमोतस्से 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 नमो नमः ऐश्वर्यं वचनं शक्ति
পরাক্রম এবচ তৎস্বরূপা ত্রয়োদাত্রী সা শক্তি পরিকীর্তিতা সা শক্তি পরিকীর্তিতা। ଯାହାଙ୍କୁ ସ୍ମରଣ କରିବା ମାତ୍ରେ ଯୋଉ ଦେବୀଙ୍କର ଦର୍ଶନ କରିବା ମାତ୍ରେ ମାର ଶକ୍ତି କ୍ଷଣ ହୁଏ ନା। ଆପଣ ମାନେ ଯୋଉମାନେ ଏଠି ବସିଛନ୍ତି କେତେ ଭାଗ୍ୟବାନ ଦେଖନ୍ତୁ। ମା ପାଖରେ ବସିଲେ ସାଧନା ସିଦ୍ଧ ହୋଇଯାଏ। ମାର ଅହେତୁକ କୃପାରୁ ଆପଣଙ୍କ ପରିବାରକୁ ମା ଘଣ୍ଟ ଗୋଡେଇ ରଖିଥାଉ, ଏତିକି କେବଳ ପ୍ରାର୍ଥନା ପୂର୍ବକ। ମା ଆଜି ରାଜା ରାଣୀ ମା ସେ ଗୁଆକୁ ମୁଣ୍ଡରେ ମାରି ମା ମାନସିକ କଲେ ଯେ କେମିତି ବର୍ଷେ ହବ ପୁତ୍ର ସନ୍ତାନ। ବ୍ରାହ୍ମଣ କହିଲେ ମୋ ବିଶ୍ୱାସ, ମୋ ଭରସା ନିଶ୍ଚିନ୍ତ ଭାବରେ ମୋ ମା ଦୟା ଆପଣଙ୍କ ନିହାତି ଭାବରେ କରିବ। ମା ଏଇଠି ବ୍ରାହ୍ମଣ ଦେବତା ବିଦାୟ ନେଲେ, ହେଲେ ରାଜା ରାଣୀଙ୍କ ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ିଲା। ଆମେ ମାନେ ମଧ୍ୟ ହାତ ଯୋଡ଼ିଦେବା ମାଙ୍କ ପାଖରେ, ଆଉ ମାଙ୍କୁ ପ୍ରାର୍ଥନା କରିବା, ହେ ମା, ହେ ଜଗତ ଜନନୀ କୃପା କର, ହେ ମା, ହେ ନାରାୟଣୀ ତୁ କୃପା କଲେ ଅସମ୍ଭବ ସମ୍ଭବ ହବ। ପରସ୍ପର ରାଜା ରାଣୀ ମା ଆଖିରୁ ଲୁହ ଗଡ଼େଇ କାନ୍ଦିବାକୁ ଲାଗିଲେ। ଶକ୍ତି ସ୍ୱରୂପିଣୀ ମାଲୋ ଜୟ ମୁକ୍ତି ଦାୟିନୀ ମା। ଶକ୍ତି ସ୍ୱରୂପିଣୀ ମାଲୋ ମୁକ୍ତି ଦାୟିନୀ ମା। ଶକ୍ତି ସ୍ୱରୂପିଣୀ ମାଲୋ ମୁକ୍ତି ଦାୟିନୀ ମା। ମଝି ଦରିଆରେ ମୋ ଭାଗ୍ୟନାଥ, ମଝି ଦରିଆରେ ମୋ ଭାଗ୍ୟନାଥ ପାରି କରିଦେଲୋ ମା। ଶକ୍ତି ସ୍ୱରୂପିଣୀ ମାଲୋ ମୁକ୍ତି ଦାୟିନୀ ମା। ଶକ୍ତି ସ୍ୱରୂପିଣୀ ମାଲୋ ମୁକ୍ତି ଦାୟିନୀ ମା। জন্ম ଦେଇଛୁ ଜୀବନ ଦେଇଛୁ ଯାହା ତୁ ଦେଇଛୁ ଯାଛି। କରୁଣା ଦେଇଛୁ ଶରଧା ଧରିଛୁ ଏ ଯାଏ ରଖିଛି ସଞ୍ଚି। জন্ম ଦେଇଛୁ ଜୀବନ ଦେଇଛୁ ଯାହା ତୁ ଦେଇଛୁ ଯାଛି। କରୁଣା ଦେଇଛୁ ଶରଧା ଧରିଛୁ ଏ ଯାଏ ରଖିଛି ସଞ୍ଚି। ଜୟ ନାରାୟଣୀ ମା। জয় নারায়ণী জগত জননী। জয় নারায়ণী জগত জননী ভরসা তুই কামা। শক্তি স্বরূপিণী মালো মুক্তি দায়িনী মা। শক্তি স্বরূপিণী মালো মুক্তি দায়িনী মা।
ମଝି ଦରିଆରେ ମୋ ଭଜନ ମଝି ଦରିଆରେ ମୋ ଭଜନ ପାରି କରିଦେଲୋ ମା ଶକ୍ତି ସ୍ୱରୂପିଣୀ ମାଲୋ ମୁକ୍ତି ଦାୟିନୀ ମା ଶକ୍ତି ସ୍ୱରୂପିଣୀ ମାଲୋ ମୁକ୍ତି ଦାୟିନୀ ମା ଶକ୍ତି ସ୍ୱରୂପିଣୀ ମାଲୋ ମୁକ୍ତିଦାୟିନୀ ମା बोलिए जगत जननी माता की আজি ରାଜା ରାଣୀ ଆଖିରୁ ଲୁହ ମା ଗଡଉଛନ୍ତି, ମାଙ୍କୁ ପ୍ରାର୍ଥନା କରୁଛନ୍ତି। ମା ସବୁ ଚନ୍ଦନର ଭାଗ୍ୟ ନଥାଏ ଯେ ଘୋରା ହୋଇ ପ୍ରଭୁଙ୍କର ମସ୍ତକରେ ଚଢିବ। କିଛି ଚନ୍ଦନ କାଠ ମଧ୍ୟ ମା ଜୁଇରେ ଜଳେ। ସବୁ ଡାକ ପ୍ରଭୁଙ୍କ କାନରେ ବାଜେ ନା ମା। ଯୋଉ ଡାକରେ ବ୍ୟାକୁଳତା ଥାଏ, ଯୋଉ ଡାକରେ ସମର୍ପଣ ଥାଏ, ସେଇ ଡାକକୁ ମା ପ୍ରଭୁ ଶୁଣନ୍ତି। ଆଉ ଆଜି ମା ରାଜା ରାଣୀଙ୍କର ସେ ବ୍ୟାକୁଳତାକୁ ଅନୁଭବ କଲେ। ନିରୋଳା ସୁବିଧା ନେଇ କାନ୍ଦିବା ସେ ପୂଜା, କାନ୍ଦଣାଙ୍କୁ ସହି ନ ପାରନ୍ତି ଦେବରାଜା। ମା ଆପଣଙ୍କ ପାଖରେ କିଛି ନଥାଉ, ଯଦି ଆଖିର ଦିଧାର ଲୁହ ପ୍ରଭୁଙ୍କ ପାଇଁ ଅଛି, ମା ପାଇଁ ଅଛି, ତା ଦେହରେ ମାର ପୂଜା ହେଇଯାଏ। ଆଉ ଆଜି ରାଜା ରାଣୀଙ୍କର ଲୁହକୁ ମା କେବେ ବା ସହିପାରିବ? କେମିତି ବା ସହନ୍ତା ମା? ଆଉ ଆଜି ଅହେତୁକ କୃପା କରିଦେଲା ମା। ଆଶ୍ଚର୍ଯ୍ୟର କଥା, ମାର କୃପାରୁ 1 ବର୍ଷ ମଧ୍ୟରେ ରାଜାଙ୍କର ଏକ ପୁତ୍ର ସନ୍ତାନଟିଏ ହେଲା। ବୋଲ ଆନନ୍ଦେ ହରି ହରି ବୋଲ। ଆଉ ଯେତେବେଳେ ପୁତ୍ର ସନ୍ତାନଟିଏ ହେଲା, ଅପୁଆ ଘରେ ପୁତ୍ର ଜାତ ଆନନ୍ଦ ହୁଏ ନନ୍ଦଚିତ। ମା ପୁଅଟାକୁ ଦେଖି ରାଜା ସବୁ କିଛି ଭୁଲିଗଲେ, ବ୍ରହ୍ମାନନ୍ଦରେ ମଗ୍ନ ହେଲେ ରାଣୀଙ୍କର ମନ ପଡ଼ିଲା। କହିଲେ ଯୋଉ ବ୍ରାହ୍ମଣ ଦେବତାଙ୍କ କୃପାରୁ, ଯୋଉ ମାଙ୍କ ଆଶୀର୍ବାଦ, ସେଇ ଚୁଆ ଚନ୍ଦନ ଗୁଆକୁ ମାନସିକ କଲା ପରେ ଆମର ପୁତ୍ର ସନ୍ତାନ ହେଇଛି, ସେ ବ୍ରାହ୍ମଣଙ୍କୁ ଡକାଯାଉ। ରାଜା ମା ଖବର ପଠେଇଲେ। ଆଉ ବ୍ରାହ୍ମଣ ଦେବତା ଆସି ପହଞ୍ଚିଲେ। ଆଉ ଭାବିଲେ ଆଜି ଯାଉ ରାଜାଙ୍କର ପୁଅଟିଏ ହେଇନି ଯେ ଅନେକ ଦକ୍ଷିଣା ମିଳିବ। ମନ ଭିତରେ ଆନନ୍ଦ। ଆଉ ଏଇ ସମୟରେ ରାଜା ବ୍ରାହ୍ମଣ ଦେବତାଙ୍କୁ କହିଲେ, ଏ ବ୍ରାହ୍ମଣ ଦେବତା, କଣ ମାଗୁଛ ମାଗ, ମୁଁ ଆଜି ସବୁ କିଛି ଦେବି। ନା ଆପଣଙ୍କର ଯାହା ଇଚ୍ଛା ଦିଅନ୍ତୁ। ରାଜା କହିଲେ, ମୋ ମନରେ ମୁଁ ସ୍ଥିର କରିଛି, ଯୋଉ ମାଙ୍କ କୃପାରୁ, ଯୋଉ ନାରାୟଣୀଙ୍କର କୃପାରୁ ଆମର ପୁତ୍ର ସନ୍ତାନଟିଏ ହେଲା, ସେ ମାଙ୍କର ହସ୍ତକୁ ଆମେ ସୁବର୍ଣ୍ଣର ବାହି ଦେବୁ ବୋଲି, ବା ସୁବର୍ଣ୍ଣର ଖଡୁ ଦେବୁ ବୋଲି ଚିନ୍ତା କରିଛୁ। ହେଲେ ମାଙ୍କ ତ କେତେ ଭୁଜା ଆମେ ଜାଣିନୁ ନା, ଆମେ ଦର୍ଶନ କରିନୁ ମାଙ୍କୁ। ତେଣୁ ଆପଣ କୁହନ୍ତୁ। ଏଇଠି ବ୍ରାହ୍ମଣ ଦେବତା ମା ଲୋଭରେ ପଡିଗଲେ। ବ୍ରାହ୍ମଣ ଚିନ୍ତା କଲେ, ପ୍ରକୃତରେ ମା ପାହାଡ ଖୋଲରେ ପୂଜା ପାଉଥିବା ମା ନାରାୟଣୀଙ୍କର ହସ୍ତ ହେଉଛି ମା ଅଷ୍ଟଭୁଜା ମା। ହେଲେ ବ୍ରାହ୍ମଣ ଦେବତା କହିଲେ, ଯଦି ମୁଁ 10 ଭୁଜା କହିଦିଏ, 2ଟା ମା ନିଶ୍ଚିନ୍ତ ଭାବରେ ସୁବର୍ଣ୍ଣର ଖଡୁ ଅଧିକ ମିଳିବ। 8ଟା ମାକୁ ଲଗେଇବି, 2ଟା ସୁବର୍ଣ୍ଣର ଖଡୁ ବା ବାହି ବିକି ମୁଁ ଆନନ୍ଦରେ କିଛି ଦିନ ଚଳିଯିବି। ବୋଲ ଆନନ୍ଦେ କବାର। ହରି ବୋଲ। ତ ସେଥିପାଇଁ ମୁଁ 10ଟା, ରାଜା ତ କହୁଛନ୍ତି ଦବାରେ ମଧ୍ୟ ରାଜି। ଯଦି ମୁଁ 10ଟା ହାତ କହିଦିଏ, କଣ କିଛି ଲସ୍ ହେଇଯିବ? ମନ ଭିତରେ ଚିନ୍ତା କରି ବ୍ରାହ୍ମଣ ଦେବତା ଲୋଭରେ ପଡି କହିଲା, ଆଜ୍ଞା, ମାଙ୍କର ହଉଛନ୍ତି ହସ୍ତ 10 ଭୁଜା ହଉଛନ୍ତି ମା, 10ଟି ହସ୍ତ। ମା ଏତିକି ଯେତେବେଳେ ରାଜା ଶୁଣିଛନ୍ତି, ରାଜା ତ ଦର୍ଶନ କରିନାହାନ୍ତି, ହେଲେ ବ୍ରାହ୍ମଣ ଦେବତା ଲୋଭରେ କହିଛନ୍ତି। ମା କହିଲେ, ସେଇ ସମୟ ଭିତରେ ରାଜା କହିଲେ ଠିକ ଅଛି, ଆପଣ ବ୍ରାହ୍ମଣ ଦେବତା ଏବେ ଦକ୍ଷିଣା ନେଇ ଆପଣ ଯାଆନ୍ତୁ। ଠିକ 10 ଦିନ ପରେ ଆସିବେ। ବଣିଆଙ୍କୁ ଡାକି 10 ଭୁଜା ପାଇଁ ମୁଁ ସୁବର୍ଣ୍ଣର ବାହି କରିଥିବି। ଆଉ ନିଶ୍ଚିନ୍ତ ଭାବରେ ମା ମୋର ଏ ସୁବର୍ଣ୍ଣ ବାହି ପିନ୍ଧିଲା ପରେ ହାତରେ ସେ ଚୁଡ଼ିକୁ ଦେଖି ନିଶ୍ଚିନ୍ତ ଭାବରେ ଆନନ୍ଦ ଲାଗିବ। ଯାଆନ୍ତୁ ଆଜ୍ଞା।
ବ୍ରାହ୍ମଣ ଦେବତା ଗଲେ ବଣିଆକୁ ଡାକି 10 ଭୁଜା ପାଇଁ ମା 10ଟି ସୁନାର ବାହି ମା ତିଆରି କଲେ ରାଜା। ଯେତେବେଳେ ମା ସୁବର୍ଣ୍ଣ ବାହି 10 ଭୁଜା ପାଇଁ କଲେ ବ୍ରାହ୍ମଣ ଦେବତା ବଡ଼ ଆନନ୍ଦ ହେଇଗଲେ। ଆସିଲେ ବ୍ରାହ୍ମଣ ଆଉ ତାପରେ ମା ସେଇ 10ଟି ମା ସୁବର୍ଣ୍ଣ ବାହିକୁ ଧରି ଯିବା ସମୟରେ ମା ରାଣୀ ମନରେ ଚିନ୍ତା ଆସିଲା। କହିଲେ ହେ ରାଜନ, ଯୋଉ ମାଙ୍କ କୃପାରୁ ଆମେ ପୁତ୍ର ସନ୍ତାନ ପାଇଲୁ ସେ ମାଙ୍କୁ ତ ଆମେ ଦର୍ଶନ କରିଲୁ, ତେଣୁ ଆମେ ଖାଲି ସୁବର୍ଣ୍ଣ କରି ଦେଇଦେଲେ କଣ ହବ ମାର 10 ଭୁଜା ପାଇଁ? ମୋ ମା ପିନ୍ଧିକି କିଭଳି ଭାବରେ ଦେଖାଯାଉଛି, ଚାଲନ୍ତୁ ରାଜା ଆମେ ସେ ମାଙ୍କୁ ଦର୍ଶନ କରିବା। ମା ଏତିକି ଯେତେବେଳେ କହିଦେଇଛନ୍ତି ମା ବ୍ରାହ୍ମଣ ଦେହରେ ଛାନିଆ ବସିଗଲା। ବ୍ରାହ୍ମଣ ହାତ ଯୋଡ଼ିଲା, କହିଲେ ନାଇଁ ଆବଶ୍ୟକ ନାହିଁ, ମୁଁ ମାଙ୍କୁ ଆପଣଙ୍କ ପାଇଁ ଜଣେଇଦେବି, ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ବୋଲ ଆନନ୍ଦେ ବାହାର। ହରି ହରି ବୋଲ। ବେଳେ ବେଳେ ମା ମଣିଷ ଲୋଭରେ ପଡ଼ିଗଲେ ଆଉ ତାକୁ କିଛି ଦେଖାଯାଏନି। ଆଉ ବେଳେ ବେଳେ ବି ଆପଣ ଦେଖିବେ ଅନେକ ଜାଗାରୁ ମାଙ୍କର ନାଁ କହି ଅନେକ ଜାଗାରେ ଯଜ୍ଞ ହଉଛି, ଆପଣ ମାଙ୍କ ପାଇଁ ଦାନ ଦିଅନ୍ତୁ। ଆପଣ ସିନା ଶ୍ରଦ୍ଧାରେ ଦେଇଦେଲେ ସେ ଦାନଟା କୋଉ କୋଉ କାର୍ଯ୍ୟରେ ଲାଗିବ, ତା ଠିକରେ ଲାଗୁଛି କି ଭୁଲରେ ଲାଗୁଛି ସେ କଥା ମଧ୍ୟ ସନ୍ଦେହରେ ନାଇଁ ମା। ତେଣୁ ଆଜି ଯଦି ଆମେ ଦାନଟାକୁ ଦେଇଥିବା ଦାନ ତାହା ପାତ୍ରରେ ଦେଇଥାଏ ତାହା ଶୁଭ ଫଳ ନିଶ୍ଚିନ୍ତ ଆମକୁ ମିଳିବ। ଏଇ ଚିନ୍ତା କରି ରାଜା କହିଲେ ଯାହା ରାଣୀ କହିଛନ୍ତି ଠିକ, ଆରେ ରାଜାଙ୍କୁ ବା କିଏ ବୁଝେଇବ? ଏଇ ସମୟ ଭିତରେ ତୁମେ ଠିକ କହିଛ, ଆମେ ନିଶ୍ଚିନ୍ତ ଭାବରେ ଯାଇ ମାଙ୍କର ଦର୍ଶନ କରିବା। ଏତିକି ଯେତେବେଳେ କହିଦେଇଛନ୍ତି ମା ବ୍ରାହ୍ମଣଙ୍କ ଦେହରେ ମା ଯେମିତି ଆଉ ଜୀବନ ନାହିଁ। ଏବେ ତ ମୋ ମୁଣ୍ଡ ନିଶ୍ଚିନ୍ତ ଭାବରେ କାଟ ହବ। ମୁଁ କେମିତି ମାଙ୍କର ଅଷ୍ଟଭୁଜା ହାତ, ମୁଁ ତ 10 ଭୁଜା କହିଛି, ଏଠୁ ବଞ୍ଚିବି କେମିତି? ମା ଏଇ ସମୟ ଭିତରେ ରାଜା ରାଣୀ ମା ରଥ ସଜାଡ଼ିଲେ ଆଉ ସିଧା ସଳଖ ମା ନାରାୟଣୀ ଖୋଲରେ ଯାଇ ପହଞ୍ଚିଗଲେ। ବ୍ରାହ୍ମଣ ଦେବତାଙ୍କୁ କହିଲେ ଛୋଟିଆ କବାଟଟିଏ ଖୋଲରେ, ଏବେ ତମେ ପହଡ଼ ଖୋଲ, ମାଙ୍କୁ ଦର୍ଶନ କରିବୁ ଆମେ। ମା ବ୍ରାହ୍ମଣଙ୍କ ଆଖିରୁ ଲୁହ ଗଡ଼ି ପଡ଼ିଲା। ମା ଆଉ ପହଡ଼ ଖୋଲୁନାହାନ୍ତି। ବ୍ରାହ୍ମଣ ନିଜର ମାନ ସମ୍ମାନ ନଷ୍ଟ ହେବା ସହିତ ରାଜା ବୁଝିଲେ ମଧ୍ୟ ମୁଣ୍ଡ କାଟ ହବାର ସମ୍ଭାବନା ଅଛି। ମା ଏଇଠି ବ୍ରାହ୍ମଣ ଦେବତା ହାତ ଯୋଡ଼ି ଦେଲେ, କହିଲେ ଏ ମା ଆଜି ତୋ ପାଖକୁ ଆସିବା ଶେଷ ଦିନ। ମୁଁ ଜାଣିଛି ଯଦି ରାଜା ଅଷ୍ଟଭୁଜା ଦେଖନ୍ତି, ମୁଁ ତ 10 ଭୁଜା କହିଛି, ମୁଣ୍ଡ କାଟ ହବା ସୁନିଶ୍ଚିତ। ଏ ବିପଦରୁ ମା ମୋତେ ରକ୍ଷା କର। ମୁଁ ଲୋଭରେ ପଡ଼ି ମା ଭୁଲ କରିଛି, ମୁଁ ପାପୀ, ମୋତେ କ୍ଷମା କରଲୋ ମା। ମୋ ସଂସାର ତୋ ପଡ଼ ତୋ ତଳେ, ଯଦି ରାଜା ମୋ ମୁଣ୍ଡ କାଟ କରନ୍ତି ଲୋଭୀ ବ୍ରାହ୍ମଣ ଜାଣି ମୋ ପରିବାର ଭାସିଯିବ ଲୋ ମା। ଆଉ ଯଦି ମୁଁ ମରିଯାଏ ରାତି ପାଇଲେ ତୋତେ ଫୁଲ ପାଣି କିଏ ଦବ ଲୋ ମା? ତେଣୁ ତୋ ଇଚ୍ଛା, ଏ ପାପୀକୁ ଯଦି ଦଣ୍ଡ ଦବା କଥା ଦେ, ନହେଲେ ପାପୀକୁ ଉଦ୍ଧାର କରିବା କଥା କର। ମା ବ୍ରାହ୍ମଣ ଦେବତାଙ୍କ ଆଖିରୁ ଲୁହ ଗଡ଼ିବାକୁ ଲାଗିଲା। ଆଉ ବ୍ରାହ୍ମଣ କହିବାକୁ ଲାଗିଲେ ହେ ମା ତୁ ସବୁଠି लगाओ माया। बोली सती भौणी माता की जय। तू सबुठी लगाओ माया। राती पहिले सुबे खाली मामा। राती पहिले सुबे खाली मामा। अरे जोगी डाके, अरे जोगी डाके मामा, भोगी डाके मामा, रोगी डाके मामा, त्यागी डाके मामा, अरे जोगी डाके मामा, भोगी डाके मामा, रोगी डाके मामा, त्यागी डाके मामा। तू सब उठी लगाओ माया, तू सब उठी लगाओ माया। राती पहिले सुबे खाली मामा, राती पहिले सुबे खाली मामा।
त्यागी डाके माँ घटिया डाके घटोरे मामा बटोई डाके बटोरे मामा घटिया डाके घटोरे मामा बटोई डाके बटोरे मामा भिखारी डाके दुआरे मामा पूजारी डाके मंदिरे मामा तू सबुठी लगाऊ माया तू सबुठी लगाऊ माया राती पहिले सुवे खाली मामा राती पहिले सुवे खाली मामा जोगी डाके मामा भोगी डाके मामा रोगी डाके मामा त्यागी डाके माँ तू सबुठी लगाऊ माया तू सबुठी लगाऊ माया राती पहिले सुवे खाली मामा राती पहिले सुवे हरि बोल हुलौड़ी हरि बोल हे माँ राती पहिले सुवे खाली मामा 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 राती पहिले सुवे खाली राती पहिले सुवे खाली बोलिए जगत जननी माता की जय आज एठी राजा कहिले हे ब्राह्मण देवता एबे मंदिर पढ़ खोलिबा पई काई विलंब करूछन्ते जो मां को कृपारु असंभव संभव होईछि से मां को टिके मते दर्शन कराम हमें दर्शन करी कृतार्थ हो आउ आम से सुपुत्र को मां कर चरण रे गड़े दो मां एटी ब्राह्मण देवता मां बाध्य होई पहड़ को खोली देले हेले ये की आश्चर्य मां ब्राह्मण देवता को रक्षा करने को जाई मां अष्टभुजा दर्शन दे नांती बरम 10 भुजा ही गले मां बोल आनंदे कबा हरि हरि बोल तो राजा कहवा लगे अरे ब्राह्मण देवता तुम्हें कांदुच कहीं जो मां को कृपार आमर पुत्र सन्तान टे तुम्हें तार माध्यम साजित देख मो मां 10 भुजा के सुंदर देखा जाऊँ कड़ू को नहीं मां को हस्त लगे दियो ब्राह्मण किछ बुझी पारु न था बोध हुए राजा जानी पारना हेले दीप तेजिला बेले मां ब्राह्मण निजे देखिले मांकर अष्टभुजा नुहे मां 10 भुजा पलटि जाइछन्ति बोल आनंदे हरि बोल तेणु जगत भितरे जो माने मातृ पूजा करुथिबे मां
କଳିଯୁଗରେ ସେ ହଉଛନ୍ତି ବିହନ। ଦେବୀ ପୂଜା କରି ଭକତ ଥିବ, କଳି ଶେଷ ବେଳେ ବିହନ ହବ। ମା ଆପଣମାନଙ୍କୁ କହିଦେଇ ଯାଉଛୁ, ଯିଏ ଦେବୀଙ୍କର ପୂଜା ପରି ଭକ୍ତଟିଏ ଥିବ ଆଉ ସେଇ କଳି ଶେଷ ବେଳେ ବିହନ ହବ। ମା ଛଡା ଦ୍ୱିତୀୟ ସେ କିଛି ଜାଣିନଥିବ। ମହାପୁରୁଷ ମାଳିକାରେ ଲେଖିଲେ, ଦେବୀର ଉପାସନା କରି ମା ଏଇ ଓଡ଼ିଶା ମାଟିରେ ଭକ୍ତଟିଏ ଥିବ ଆଉ ଯିଏ କି କଳି ଶେଷ ବେଳେ ମା ବିହନ ହବ ବୋଲି ମହାପୁରୁଷ ଲେଖିଛନ୍ତି। ତେଣୁ ମା ସେବା ଛୋଟିଆ ନୁହେଁ। ଦେବୀ ଉପାସନା କରି ଜଣେ ଭକ୍ତ କଳି ଶେଷ ବେଳେ ବିହନ ହବ। ତେଣୁ ମା ଆଜି ବ୍ରାହ୍ମଣ ଦେବତା କହିବାକୁ ଲାଗିଲା, କହିଲା ଆଜ୍ଞା ମୁଣ୍ଡକୁ ମୋ ଗଣ୍ଡିରୁ ଅଲଗା କରି ଦିଅନ୍ତୁ। ଆରେ ବ୍ରାହ୍ମଣ ଦେବତା କାହିଁକି ଏ କଥା କହୁଛନ୍ତି? ହଁ, ମୁଁ ଜଣେ ଲୋଭୀ। ଜାଣିଛନ୍ତି ମା ପ୍ରକୃତରେ ଅଷ୍ଟଭୁଜା, ହେଲେ ଆପଣଙ୍କ ଠାରୁ ଦୁଇଟି ସୁବର୍ଣ୍ଣ ଅଧିକ ପାଇବା ପାଇଁ ମୁଁ ମାଙ୍କର 10 ଭୁଜା କହିଥିଲି। ହେଲେ ସେଇ ମା ଦୟାକରି 2 ଭୁଜ ମାଙ୍କର ଆଜି ନିଜେ ସୃଷ୍ଟି କରିଦେଇଛନ୍ତି କେବଳ ମୋତେ ରକ୍ଷା କରିବା ପାଇଁ। ଜଗତରେ ଯେତେ ବିପତ୍ତି ପଡୁ, ଯାହାଙ୍କର ପଡ ଦୋକାନୀରେ ଥରେ ମା ମୁଣ୍ଡକୁ ଢାଙ୍କି ଦେଲେ ସକଳ ବିପତ୍ତି ଦୂର ହେଇଯାଏ। ତାକୁ ଏ ଜଗତ ମା ବୋଲି କହେ। ମା ଗୋଟେ ସାଧାରଣ ଶବ୍ଦ ନୁହେଁ। ଆଉ ଆଜି ବି ଆପଣ ମାନେ ଗଲେ ଦେଖିବେ ମା ସେହି ନାରାୟଣୀ ମାତା ଗଞ୍ଜାମ ଜିଲ୍ଲା 10 ଭୁଜାରେ ଦର୍ଶନ ଦଉଛନ୍ତି। ବୋଲିଏ ଜଗତ ଜନନୀ ମାତା କି, ଜୟ। ବୋଲିଏ ନାରାୟଣୀ ମାତା କି। ଜୟ। ତେଣୁ ମା ଭଳି ଜଗତ ଭିତରେ କିଏ ହବ ମା? ହେ ସୁଧୀ ସଜ୍ଜନ, ଯଦି ଆପଣ ମନ୍ଦିରର ମାକୁ ଖୁସି ଦେଖିବା ପାଇଁ ଚାହୁଁଛନ୍ତି, ଘରେ ଥିବା ମାର ସେବା କରନ୍ତୁ। ମନ୍ଦିର ମା ଆପେ ଆପେ ଖୁସି ହେଇଯିବ। ବୋଲ ଆନନ୍ଦେ କବାର। ହରି ହରି ବୋଲ। ଆଉ ମାର ହୃଦୟ ଭଳି ସଂସାର ଭିତରେ କିଏ ହବ ମା? ପିଲା ବେଳର କଥା ମନେ ପଡିଯାଏ। ମା ମୁଁ ଯେତେବେଳେ 6ଠ ଶ୍ରେଣୀରେ ପାଠ ପଢୁଥାଏ, ସେତେବେଳେ ପଡିଶା ଘରେ ମା ପୁରୀ ଛଣା ହଉଥାଏ। ଆଉ ଏ ପୁରୀ ଛଣାର ବାସ୍ନା ମତେ ଭାରି ଆନନ୍ଦ ଦେଲା। କାହିଁକି ନା ପୁରୀକୁ ଟିକେ ମୁଁ ବେଶୀ ଭଲ ପାଏ। ପୁରୀ ଯିବାକୁ ଭଲ ପାଏ, ପୁରୀ ଖାଇବାକୁ ଭଲ ପାଏ। ମୁଁ ଜୋରରେ ଚିଲେଇ ଦେଲି, ମୁଁ କହିଲି ଆଲୋ ବୋଉ, ପଡିଶା ଘରେ ବୋଧେ ପୁରୀ ଛାଣୁଛନ୍ତି। ସଙ୍ଗେ ସଙ୍ଗେ ମା ବାପା ପାଖରେ ବସିଥିଲେ, ଗୋଟେ ଶକ୍ତ ଚାପୁଡା ପକେଇ, ଆଉ ବାପାଙ୍କ ଚାପୁଡାରେ ମୋ ଆଖିରୁ ଠକ୍ ଠକ୍ ଲୁହ ଗଡି ପଡିଲା। ବାପା କହିଲେ ବେଶୀ ପୁରୀ ଖାଉଛୁ, ଏଥରକ ରେଜଲ୍ଟ କଣ ହଉଛି ଦେଖିବାନି। ଆଉ ଯାହା ଘରେ ଯାହା ହେଲା, ତତେ କେବଳ ବାସ୍ନା ହେଲା, ନାଇଁ ପାଠ ସାଠ ନା ନାହିଁ। କାଲି ପରା ଘରେ ପୁରୀ ହେଇଥିଲା, ଖାଲି ପୁରୀ ଖାଇବି। ବୋଉ ପୁରୀ ହେଲାଣି ତାଙ୍କର। ବାପାଙ୍କ ଆକଟଟା ଆଜ୍ଞା ସୂର୍ଯ୍ୟ କିରଣ ଭଳି। ବେଳେ ବେଳେ ମା ସୂର୍ଯ୍ୟ କିରଣଟା ସିନା ଦେହକୁ କଷ୍ଟ ଦିଏ, ହେଲେ ସୂର୍ଯ୍ୟ କିରଣ ନ ପଡିଲେ ଗଛର ପତ୍ର ବି କଅଁଳେ ନା। ବାପାଙ୍କର ଆକଟର ବି ଆବଶ୍ୟକତା ଅଛି। ହେଲେ ବାପାଙ୍କର ସେ ଆକଟରେ ଆଖିରୁ ଲୁହ ପଡି ଯାଉଥିଲା। ମୁଁ ସେଦିନ ସଂକଳ୍ପ ନେଲି, ଘରେ ଆଉ ଖାଇବିନି। ବାପା କାହିଁକି ବାଡେଇଲେ ନା, ଆଉ ଘରେ ଖାଇବିନି। ହେଲେ ଅଧଘଣ୍ଟେ ଯାଇନି ମୋ ବୋଉ ଡାକ ପକେଇଲା, ଆସେ ଖାଇବୁ। ମୁଁ କହିଲି ନା ମୁଁ ଖାଇବିନି। ବୋଉ କହିଲା ଆସେ ଖାଇବୁ। ମୁଁ କହିଲି ନା ମୁଁ ଖାଇବିନି। ବୋଉ କହିଲା ତତେ ମୋ ରାଣ, ଆସେ ଖାଇବୁ। ଆପଣ ମାନେ ସମସ୍ତେ ଜାଣନ୍ତି ମୋ ମା ପାଖରେ ଗୋଟେ ବ୍ରହ୍ମାସ୍ତ୍ର ଥାଏ। ଯେତେବେଳେ ଆମେ ଅଝଟ ହଉ, ମା ଟା ବ୍ରହ୍ମାସ୍ତ୍ର ପ୍ରୟୋଗ କରେ। ଆଉ ଯେତେବେଳେ ରାଣ ପକେଇ ଦିଏ, ସେତେବେଳେ ଆମେ ଇଚ୍ଛା ନଥିଲେ ବି ସମସ୍ତ କାର୍ଯ୍ୟକୁ ଆପେ ଆପେ କରିଦଉ। ଆଉ ବୋଉ ରାଣ ଯେତେବେଳେ ପକେଇ ଦେଲା, ସେତେବେଳେ ମୁଁ ମା ପଡା ପାଖରୁ ଉଠିକି ଗଲି। କାହିଁକି ନା ରାଣରେ ସମସ୍ତେ ବନ୍ଧା। ପିଲା ବେଳର କଥା ମନେ ଥିବ ଆପଣ ମାନଙ୍କର। ମୋ ମା ମାନେ ବସିଛନ୍ତି, 10 ଗୁଣ୍ଡା ଗୁଳେଇ ସାରିବା ପରେ ଖାଇବାକୁ ଇଚ୍ଛା ନଥିଲେ ବୋଉ କହିବ ଏଇଟା ମାମୁଁର, ଏଇଟା ଭାଇର, ଆଉ ଏଇଟା ମୋର, ଖାଇଦେ ଗୁଳିଆ ଭାତ ଟିକେ। ଆଉ ଯେତେବେଳେ ଆମେ ନ ଖାଉ, ସେତେବେଳେ ବୋଉ କହିବ ତତେ ମୋର ସବୁ ଖାଇବୁ, ତାପରେ ଉଠିବୁ। ଇଚ୍ଛା ନଥିଲେ ବି
ଆମେ ସେ ଗୋଳିଆ ଭାତ ଗୁଡାକ ଖାଇଯାଉ, କାହିଁକି ନା ବୋଉ ପରା ରାଣ ପକେଇଛି। ଆଉ ଯଦି ମାର ରାଣକୁ ଆମେ ରକ୍ଷା ନ କରୁ, ସେତେବେଳେ ଆମେ ଭାବୁଥିଲୁ କାଳେ ମୋ ବୋଉଟା ମରିଯିବ। କୁଆଡେ ଗଲା ସେ ଭଲ ପାଇବା? ନା ଆଜି ବାପାର ସ୍ନେହ ଆଉ ମାର ମମତାକୁ ଯେତେ ଛୁଇଁଲେ ଚାଲିଗଲା ପରେ ଆଉ କଣ ବାପା ମା କେବେ ମିଳନ୍ତି? ମୁଁ କହିଲି ବୋଉ ଯଦି ରାଣ ପକେଇଲୁ ମୁଁ ଜାଣିଛୁ ଆମ ଘରେ ରୁଟି ହେଇଥିବ, ମୁଁ କହିଲି ପଟେ ରୁଟି ଦେ। ବୋଉ କହିଲା ଦେଖିଲା ଅବିକା 10 ପଟ ଖାଇଦେବୁ। ମୁଁ କହିଲି କଣ କରିଛୁ କି? ଅନେଇଲା ବେଳକୁ ମୋ ବୋଉ ପୁରୀ ଆଉ ତରକାରୀ ଥୋଇଛି। ମୁଁ କହିଲି ଆଲୋ କୋଉଠୁ ଆଣିଲୁ? ସଙ୍ଗେ ସଙ୍ଗେ ପୁରୀ ତରକାରୀ କରିଦେଲୁ ନା? ବୋଉ କହିଲା ବେଶୀ ବଳୁଆ ପାଇଛୁ, ଖା ଶୀଘ୍ର। ମୁଁ କହିଲି ଆଲୋ ଏଇ କଣ ଅଧଘଣ୍ଟାରେ ପୁରୀ ତରକାରୀ କରିଦେଲୁ? ନା ଭାରି ଭାବୁଛୁ ମତେ ବଳୁଆ ନାଇଁ, ଖା ଚୁପଚାପ। କାନ୍ଦିଲା, ଆଖିରୁ ଲୁହ ପୋଛିଦେଲା। ଆଉ ବୋଉ ପୁରୀ ତରକାରୀ ରଖିଥିଲା, ମୁଁ ଖାଇଲା ବେଳେ ପଚାରିଲି, ମୁଁ କହିଲି ଆଲୋ ବୋଉ ସତରେ ତୁ କଲୁ ନା କୋଉଠୁ ଆଣିଲୁ? ବୋଉ କହିଲା ତୁ ଯୋଉ କାନ୍ଦିଲୁନି, ପଡ଼ିଶା ଘରେ ଯାଇକି କହିଲି ମୋ ପୁଅଟା କାନ୍ଦୁଛି, ଆଉ 2ଟା ପୁରୀ ଦଉନ, ସେଇ ଦେଇଛନ୍ତି, ଖାଇଦେ ଶୀଘ୍ର ନହେଲେ ବାପା ଆସିବେ। ମୋ ଆଖିରୁ ଠକ୍ ଠକ୍ କି ଲୁହ ଗଡ଼ି ପଡ଼ିଲା। କହିଲେ ଆଲୋ ବୋଉ ତୁ ପୁରା ପ୍ରତିଜ୍ଞା କରିଥିଲୁ ବିନା ଦୋଷରେ ସେ ପଡ଼ିଶା ଘର ତୋତେ ଗାଳି ଦେଇଥିଲେ ବୋଲି ସାରା ଜୀବନ ତାଙ୍କ ସାଙ୍ଗରେ କଥା ହବୁନି। କୁଆଡେ ଗଲା ତୋ ପ୍ରତିଜ୍ଞା? ମୋ ପାଇଁ ତୋ ମାନ ସମ୍ମାନ ପ୍ରତିଜ୍ଞା ସବୁ କିଛି ନଷ୍ଟ କରିଦେଲୁ। କାନ ଧରୁଛି ଲୋ ବୋଉ, ଆଉ ଜୀବନରେ କେବେ ପୁରୀ ଖାଇବା ପାଇଁ ଇଚ୍ଛା କରିବିନି। ମତେ କ୍ଷମା କରିଦେ। ଆଉ ଜୀବନରେ ସବୁ ଋଣକୁ ବୋଧ ହୁଏ ମଣିଷ ସୁଝିପାରେ, ହେଲେ କେବେ ତା ବାପା ଆଉ ମାର ଋଣକୁ ସୁଝିପାରେ ନା। ଆଉ ବେଳେ ବେଳେ ବାପାର ସ୍ମୃତି, ମାର ମମତା ମନ ପଡ଼ିଲା ବେଳେ, ଆମେ ଖୋଜିଲା ବେଳେ ଆମ ପାଖରେ ନଥାଏ। ମୋ ସହିତ ଯିଏ ତବଲାରେ ସହଯୋଗ କରୁଛନ୍ତି ଆପଣ ଜାଣିକି ଆନନ୍ଦିତ ହେବେ। ତବଲା ବଜେଇବାରେ ପୁଅଟା ରୁଚି ରଖିଛି ବୋଲି ସେତେବେଳେ ବାପା କିଣି ଏ ତବଲା 2ଟା ଦେଇଥିଲେ। ସୁଦାମରେ ନେ ତବଲାକୁ ଭଲ ପାଉ, ତବଲା କିଣିଦେଲି ତୋ ପାଇଁ, ନେ ବଜା। ଆଜି ତବଲା ଅଛି ହେଲେ ବାପା ନାହାନ୍ତି, କାହିଁକି ନା ସେ ବାପାର ସ୍ନେହ ମନ ପଡ଼ିଲେ ମଣିଷ କେବଳ ଭାବି ହୁଏ, ଚୋରି ହୁଏ। ଆଉ ଆପଣଙ୍କୁ ଏ ପ୍ରବଚନ ମାଧ୍ୟମରେ ମୁଁ କେବଳ ଅନୁରୋଧ କରିଦେଇ ଯିବି, ମା ଜୀବନରେ ପଛେ ଆପଣ ମାନେ ବାପା ମାଙ୍କୁ ହୃଦୟରେ ନ ବସାନ୍ତୁ, କିନ୍ତୁ କୋଉ ପୁଅ ବଞ୍ଚିଥିଲା ବେଳେ ତା ବାପା ମା କୋଉ ମନ୍ଦିରରେ ଥାଳି ଧରି ନ ବସନ୍ତୁ। କାହିଁକି ନା ଜୀବନ ଭିତରେ ସବୁ ପୁଣ୍ୟ ନଷ୍ଟ ହେଇଯାଏ ଯେତେବେଳେ ବାପା ମାଙ୍କ ଆଖିରୁ ଲୁହ ଗଡ଼େ। ସେଥିପାଇଁ ମା ବାପାର ସ୍ନେହ, ବାପାର ମମତା ଝୁରି ହେଲା ବେଳକୁ ଆଉ ବାପା ପାଖରେ ନଥାଏ, କିନ୍ତୁ ସ୍ମୃତି ଛାଡ଼ି ଦେଇକି ଯାଇଛନ୍ତି। ସବୁବେଳେ ସୁଦାମ ସେ ତବଲାକୁ ଆଉଁଶୁଛି, ଗେଲ କରୁଛି, କହୁଛି ଏ ହଉଛି ମୋ ବାପା, ମୋ ବାପାର ସ୍ମୃତି। ଏ କିଛି ଦିନ ହବ ତା ବାପା ଛାଡ଼ି ଚାଲିଗଲେ, କିନ୍ତୁ ବାପା ଦେଇଥିବା ତବଲା ଆଜି ବି ଅଛି। ସେ ବାପାର ସ୍ନେହ ରୂପରେ, ବାପାର ମମତା ରୂପରେ ମା। ତେଣୁ ବଞ୍ଚିଥିଲା ବେଳେ କେବେ ମା ଆପଣ ମାନେ ବାପା ମାଙ୍କୁ କଷ୍ଟ ଦିଅନ୍ତୁ। ଏତିକି କେବଳ ଅନୁରୋଧ କରି ଆଜିର ଏ ବାଣୀକୁ ବିରାମ ଦେବି। ସମୟ ନାହିଁ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅଛି। ତେଣୁ 2 ବାର ଟିକେ ପ୍ରଭୁଙ୍କର ନାମ ନବା, ଆଉ ମହାପ୍ରଭୁଙ୍କ ଦରବାର ଭିତରେ, ପ୍ରଭୁଙ୍କ ଦରବାର ଭିତରେ ସମସ୍ତେ ଟିକେ ମୋ ସହିତ କୀର୍ତ୍ତନ କରିବା। ବସ୍ ରାତ କେ ଜିନ୍ଦଗି କାଲ ତୁମ କାହାଁ ମୁଁ କାହାଁ। ଜୀବନ ମିଳିଛି ମା ଗୋଟିଏ ରାତି ପାଇଁ, କିଏ କାଲି ଥିବ କି ନଥିବ ଜଣା ନାହିଁ। ତେଣୁ ପାନି ମେ ପତ୍ଥର ମତ ମାରୋ କୋଇ ପିତା ହୋଗା, ଜିନ୍ଦଗି ऐसे जियो आपको देखकर कोई जीता होगा। ଜୀବନ ମିଳିଛି ମା କେବଳ ଆପଣ ମାନେ ଅନ୍ୟ ପାଇଁ ମା ବଞ୍ଚିବା ଶିଖନ୍ତୁ। ଯଦି କେବେ କାହାକୁ ହସ ଦେଇ ନ ପାରିଲେ କାହା ଲୁହର କାରଣ ହୁଅନ୍ତୁ। ଆଜିର ଅନୁଚିନ୍ତା ନିଶ୍ଚିନ୍ତ ଭାବରେ ମନେ ରଖିବେ। ଭିକ ଯଦି କାହାକୁ ନ ଦେଇ ପାରିଲେ ନାହିଁ, କାହା ଥାଳକୁ କେବେ ବି ଭାଙ୍ଗନ୍ତୁ। କାହିଁକି ନା ପରର ଅନିଷ୍ଟ ଚିନ୍ତା କରୁଥିବା ଲୋକଟା ଯେତେ ଇଷ୍ଟବୃତ୍ତି କଲେ ମଧ୍ୟ ଫଳ ମିଳେ ନା। ମା ଜୀବ ହତ୍ୟା କରୁଥିବା ମନୁଷ୍ୟ ଶିବ ପୂଜା କଲେ କୌଣସି ଲାଭ ମିଳେ ନା।
ପରର ଗୋଡ଼ ଟାଣୁଥିବା ଲୋକଟା ରଥ ଦୌଡ଼ି ଟାଣିଲେ ଯେ ବହେ ପୁଣ୍ୟ ମିଳିଯିବ ସେ କଥା ନାହିଁ। ତ ସେଥିପାଇଁ ମା ଆପଣ ମାନେ ମନେ ରଖିଥାନ୍ତୁ ସେଇ ପ୍ରଭୁଙ୍କର 2 ବାର ନାମ ନବା ସତ, ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି। ତେଣୁ ସେଇ ଠାକୁରଙ୍କର 2 ବାର ଟିକେ ନାମ ନବା। ଆଉ ଯେତିକି ସମୟ ଆମେ ମାନେ ଏଠି ବସିଲେ ଆମର ଲାଭ ହିଁ ଲାଭ, କ୍ଷତି କାହାର ହୁଏ ନା ସତସଙ୍ଗରେ ବସିଲେ। କାହିଁକି ନା ଠାକୁର ଶ୍ରୀ କେଶବ କହିଛନ୍ତି ମା ସତସଙ୍ଗ ଅଟେ ମୋର ନିବାସ, ସତ୍ସଙ୍ଗେ ନ କରେ କାଳ ପ୍ରବେଶ। ସତ୍ସଙ୍ଗ ହଉଛି ଭଗବାନଙ୍କର ନିବାସ ସ୍ଥଳୀ, ଏଇଠି ମା ସାକ୍ଷାତ ଭଗବାନ ବସିଥାନ୍ତି। ତେଣୁ ପ୍ରଭୁଙ୍କ ଦରବାର ଟିକେ ନାମ କରିଦେଇ ଯିବା, ଆଜିର ବାଣୀକୁ ବିରାମ ଦେବା। ନା ମା ମାନେ କଣ କହୁଛନ୍ତି, ଟିକେ ନାମ କରିବା ନା ବନ୍ଦ କରିଦେବା ପଳେଇବା? ନାମ ଟିକେ କରିବା ତ। ଆଜି କୋଉମାନେ ସକାଳ ପର୍ଯ୍ୟନ୍ତ ବସିପାରି ଶୁଣିଥାନ୍ତେ, ଯଦି ପ୍ରବଚନ ଚାଲିଥାନ୍ତା ଟିକେ ହାତ ଟେକିଲେ ଦେଖିବା। ଶ୍ରଦ୍ଧା ଅଛି ବସି ପାରିଥାନ୍ତେ, ଯଦି ସକାଳ ପର୍ଯ୍ୟନ୍ତ ଚାଲିବ। ଇରେ ବାବା, ଏ ସମସ୍ତେ ଟେକୁଛନ୍ତି ହାତ, ଗୋଟେ କରତାଳି ହଉ। ସମସ୍ତେ ହାତ ଟେକୁଛନ୍ତି, ସକାଳ ପର୍ଯ୍ୟନ୍ତ ମଧ୍ୟ ବସିବ। କିନ୍ତୁ ମୁଁ ଆପଣଙ୍କୁ ସକାଳ ପର୍ଯ୍ୟନ୍ତ ବସେଇବି ନାହିଁ, କିନ୍ତୁ ହାତ ଟେକି ଦେଲେ ମୋ ମା ଆପଣଙ୍କୁ ସବୁ ଦେଖୁଛି ଯେ ଆପଣଙ୍କ ଶ୍ରଦ୍ଧା ଆଉ ଆପଣଙ୍କ ଭଲ ପାଇବାକୁ। ଆଉ ସବୁବେଳେ ମଧ୍ୟ ନନା ଆଗରେ ବସନ୍ତି, ଯୋଉଠି ଯୋଉଠି କାର୍ଯ୍ୟକ୍ରମ ଏଇ ପାଖରେ ନିକଟରେ ଯାହା ହଉ ହରି କଥା ଶୁଣନ୍ତି, ପ୍ରଭୁଙ୍କ କଥା। ଜଣେ ପ୍ରେମୀ ମଣିଷ, କୋଟି ପ୍ରଣାମ କରି ଆଜିର ବାଣୀକୁ ଏ ଅଧମ ବିରାମ ଦବ। କୃତଜ୍ଞତା ଜ୍ଞାପନ କରିବି ଆମର କୁଟୁରା ବାବୁଙ୍କୁ।